ଗୋଟିଏ ମାଠିଆକୁ ଦେଖିଲା। ସେ ଦେଖିଲା ତା ଭିତରେ ଅଳ୍ପ ପାଣି ଅଛି। ସେ ଭାବିଲା ମୁଁ ଏଥିରେ ଗୋଡ଼ି ପକାଇଲେ ଏଇ ପାଣି ଉପରକୁ ଆସିବ। ସେ ଗୋଟିଏ ଗୋଟିଏ ଗୋଡ଼ି ଆଣି ତା ଉପରେ ପକାଇଲା। ପାଣି ଉପରକୁ ବଢ଼ି ଆସିଲା। ସେ ପିଇ ଉଡ଼ି ପଳାଇଲା। ସଖୀ ବିଲେଇ ଶଙ୍ଖା ମାଙ୍କଡ଼ ଟଙ୍କା ପୁଡ଼ିଏ ଧରି ବଜାର ଗଲେ ଲଙ୍କା କିଣିଲା। ଦୋକାନୀର ପଙ୍କା ଘୁରୁଥିଲା। ଏତିକି ବେଳ ସଖୀ ବିଲେଇ ଚକି ଛେପି ପଟେ ଶଙ୍ଖା ନେଇ ପଳାଇଲା। ମାଙ୍କଡ଼ ସଖୀର କାମକୁ ଦେଖିଲା। ବାଉଳରେ ନାଲି ଲଙ୍କାଟିକୁ ଚୋବାଇ ଦେଲା। ଲଙ୍କା ଖାଇ ମାଙ୍କଡ଼ ମୁହଁ ବଙ୍କା। ସଖୀ ବିଲେଇ ମାଙ୍କଡ଼ ବଙ୍କା ମୁହଁ ଦେଖି ଫେରିକିନା ହସିଦେଲା। ମୋର ନାମ ପରି ନାୟକ। ମୁଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଉଳ ସାହିରେ ପଢ଼େ। ମୁଁ ତୃତୀୟ ଶ୍ରେଣୀର ପ୍ରିୟ ପିଲା। ମୁଁ ଆଜି କୁକୁଡ଼ା ଛୁଆ ବଜାର ଗଲେ ଗପଟିଏ କହିବି। କୁକୁଡ଼ା ଛୁଆ 5ଟି ଥିଲେ। ଦିନେ କୁକୁଡ଼ା ଛୁଆ ବଜାର ଗଲେ। ତାଙ୍କ ସହ କୁକୁର ବି ବଜାର ଗଲେ। ସେମାନେ ସେଇଠୁ ସୀତାଫଳ କଦଳୀ ଆମ୍ବ କିଣିଲେ। ଆସିବା ବେଳେ ବଣ ପଡ଼ିଲା। ବଣରେ ବିଲୁଆଟିଏ ଆସି କହିଲା ମୁଁ ତମକୁ ଖାଇବି। କୁକୁର ତାକୁ ଭୋ ଭୋ କରି ପଠାଇଦେଲା। କୁକୁଡ଼ା ଛୁଆ 5ଟି ଖୁସି ହୋଇଗଲେ। ମୋ ନାମ ଜସ୍ମୀ ମହାରାଜ। ମୁଁ 3ୟ ଶ୍ରେଣୀରେ ପଢ଼େ। ମୁଁ ଆଜି ଚାଲ ଘର କରିବା ଗପ କହିବି। ବିପ୍ଳବ ଓ ପ୍ରହ୍ଲାଦ ଦୁଇ ସାଙ୍ଗ। ବିପ୍ଳବର ବଗିଚାରେ ଦୁହେଁ ବୁଲୁଥିଲେ। କିଛି ଲୋକ ଗୋଟିଏ ବଡ଼ ଗଛ ତଳେ ଠିଆ ହୋଇଥିବାରୁ ସେମାନେ ଦେଖିଲେ। ସେମାନେ ଗଛରେ ଥିବା ପକ୍ଷୀମାନଙ୍କୁ ବହୁତ ଭଲ ପାଉଥିଲେ। ବିପ୍ଳବ କହିଲା ସେଠାରେ ଦୁଃଖ କାହିଁକି ହେଉଛି? ପ୍ରହ୍ଲାଦ କହିଲା ଚାଲ ସେଠାକୁ ଯାଇ ଦେଖିବା। ଦୁହେଁ ସେଠାକୁ ଗଲେ। ଲୁଚି କରି ସେମାନଙ୍କ କଥା ଶୁଣିଲେ। କଥା ଶୁଣି ଦୁହେଁ ଡରିଗଲେ। ଆରେ ଏମାନେ ତ ଆମ ଗଛକୁ କାଟିଦେଲେ। ବର୍ଷା ଦିନ ଆସିଛି। ପକ୍ଷୀମାନେ କହିବେ କ'ଣ? ଘର ଭାଙ୍ଗିଯିବ। କୃଷକମାନେ ରହିବେ କେମିତି? ଶୋଇବେ କେମିତି? ଛୁଆ ପାଇବେ କେମିତି? ମୁଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଉଳ ସାହିରେ ପଢ଼େ। ମୁଁ 3ୟ ଶ୍ରେଣୀର ଛାତ୍ରୀ। ମୁଁ ଖାଉ କାହିଁକି କଳା ଗୋଟିଏ ଗପ କହିବା ପାଇଁ ଚାହୁଁଛି। ଗୋଟିଏ ଆମ୍ବ ଗଛ ଥିଲା। ସେଥିରେ 2 ଚଢ଼େଇ ରହୁଥିଲେ। ଦିନେ ସେ ଦୁଇଜଣଙ୍କ ଭିତରେ ଝଗଡ଼ା ହୋଇଗଲା। ଝଗଡ଼ା କରୁ କରୁ ଦୁହେଁ ଡାଳରୁ ଖସି ପଡ଼ିଲେ। ସେହି ଗଛ ମୂଳେ ବୁଢ଼ୀଟିଏ ରୋଷେଇ ସାରିଥିଲା। ସେ ଚୁଲିରୁ ଅଙ୍ଗାର କାଢ଼ି ଗୋଟିଏ ଜାଗାରେ ରଖିଲା ଓ ପାଉଁଶ କାଢ଼ି ଆଉ ଗୋଟିଏ ଜାଗାରେ ରଖିଲା। ସେମାନଙ୍କ ଭିତରୁ ଗୋଟିଏ ଚଢ଼େଇ ଅଙ୍ଗାର ଉପରେ ପଡ଼ିଲା। ତା ରଙ୍ଗ ହୋଇଗଲା କଳା। ତା ନାଁ ହୋଇଗଲା କାଉ। ଆଉ ଗୋଟିଏ ଚଢ଼େଇ ପାଉଁଶ ଉପରେ ପଡ଼ିଲା। ସେଇ ଚଢ଼େଇର ରଙ୍ଗ ହୋଇଗଲା